ভূপেন কৌশিক। ନମସ୍କାର, ମୋ ନିଜର ୟୁଟ୍ୟୁବ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ କରୁଛି। ଆଜି ଏହି ଅଧ୍ୟାୟରେ ପୁଣି ଫେରିବି ଓଡ଼ିଶା ରିଲେଟେଡ ଗୋଟେ ଇମ୍ପୋର୍ଟାଣ୍ଟ ସବଜେକ୍ଟ, ମାନେ ଇମ୍ପୋର୍ଟାଣ୍ଟ ଏବଂ ଆପଣମାନଙ୍କର ବି ଇଣ୍ଟରେଷ୍ଟିଂ, ଏବଂ ସେଟା ହଉଛି ବିଜୁ ଜନତା ଦଳ ନବୀନ ପଟ୍ଟନାୟକର ଉତ୍ତରାଧିକାରୀ କଣ ହବ, ନିଷ୍ପତ୍ତି କେବେ ହବ, ଜଲ୍ଦି ହବ ନା ନବୀନ ବାବୁ এই ডিসিশনটাকে ঘুঞ্চাইবে, ডিলে করবে। କାହିଁକି ମୋର ଧାରଣା ନବୀନ ପଟ୍ଟନାୟକ ପାଖରେ କିମ୍ବା ବିଜୁ ଜନତା ଦଳ ପାଖରେ ଏବେ ଆଉ ସେଇ ଲକ୍ସରୀ ନାହିଁ ଯେ ଆମେ ଏଇ ଡିସିସନ ଉତ୍ତରାଧିକାରୀର ଡିସିସନଟାକୁ ଘୁଞ୍ଚାଇ ଚାଲିବୁ, ମାନେ ଏବେ ନୁହଁ ପରେ କରିବା। ସେଇ ଲକ୍ସରୀ ନବୀନ ବାବୁ ପାଖରେ ନାହିଁ, ବିଜୁ ଜନତା ଦଳ ପାଖରେ ନାହିଁ ଏବଂ ପ୍ରବଳ ପ୍ରେସର। ମୁଁ ଏଇ ସପ୍ତାহে 2 ସପ୍ତାହ ତଳେ ଆଉ ଗୋଟେ କରିଥିଲି ଏଇ ଉତ୍ତରାଧିକାରୀ ଇସ୍ୟୁ ନେଇକିରି, এবং କହିଥିଲି ଯେ ପ୍ରବଳ ହଲଚଲ ବିଜୁ ଜନତା ଦଳ ଭିତରେ, ପାର୍ଟିକୁଲାରଲି ନୂଆପଡ଼ା ବାଇ ଇଲେକ୍ସନ ହାରିଲା ପରେ ନମ୍ବର 3ରେ ଆସିଲେ ବିଜୁ ଜନତା ଦଳ। ତ ଆଜି ଏହି ଅଧ୍ୟାୟରେ ଟିକେ ପୁଣି ନୂଆ କିଛି ତଥ୍ୟ ଦେଇକିରି ଆଲୋଚନା କରିବାକୁ ଟ୍ରାଏ କରିବି ଯେ ବିଜୁ ଜନତା ଦଳ ନବୀନ ବାବୁ କଲେ ଏଇ ଉତ୍ତରାଧିକାରୀ ଇସ୍ୟୁଟାକୁ ଆଉ ଘୁଞ୍ଚାଇ ପାରିବେ, ଆଉ ଯଦି ଘୁଞ୍ଚାଇ ନା ପାରିବେ ତାହେଲେ କେତେ ଜଲ୍ଦି କେତେ ଶୀଘ୍ର ଆମେ ଗୋଟେ ନିଷ୍ପତ୍ତି ଆନାଉନ୍ସମେଣ୍ଟ ଏକ୍ସପେକ୍ଟ କରିବୁ ଯେ ନବୀନ ବାବୁର ଉତ୍ତରାଧିକାରୀ কে ଆସୁଛି ସେଇ ବିଷୟ। ମୋର ଜାଣିବାରେ ବିଜୁ ଜନତା ଦଳ ଭିତରେ ବଡ ବଡ ନେତା ମାନେ ଦେ ଆର୍ ମୋରଲେସ୍ ଏଗ୍ରିଡ୍, ମାନେ ଯେମାନେ ପାଣ୍ଡିଆନର ଲୋକ କିମ୍ବା ଯେମାନେ ପାଣ୍ଡିଆନର ବିରୋଧୀ ବିଜୁ ଜନତା ଦଳ ଭିତରେ ଅଛନ୍ତି, ପାଣ୍ଡିଆନ ଲୟାଲିଷ୍ଟ, ପାଣ୍ଡିଆନ କ୍ରିଟିକ ଅଛନ୍ତି। ବୋଥ ସାଇଡ୍ସ, ଉଭୟ ପକ୍ଷ ଏବେ ଏଗ୍ରିଡ୍ ଯେ ଏଇ ଉତ୍ତରାଧିକାରୀ ଇସ୍ୟୁଟାକୁ ଜଲ୍ଦି ଜଲ୍ଦି ସେଟେଲ କରିବା ପଡେ, ଆଉ ଘୁଞ୍ଚେଇ ହବନି। କାହିଁକି ଉଭୟ ପକ୍ଷ କହୁଛି ଯେ ଆମର ଗାଡିଟା ଚାଲୁଛି, ଗାଡି ଚାଲୁଛି ମାନେ ବିଜୁ ଜନତା ଦଳ ଚାଲୁଛି, କିନ୍ତୁ ଗାଡିର কোনো ଡ୍ରାଇଭର ନାହିଁ। ଆଉ ଡ୍ରାଇଭର ଯଦି ନା ଥିବ ତାହେଲେ କଣ ହବ? এটা তো ଆଉ ସେଇ ଟେସ୍ଲା ଗାଡି ନୁହଁ, ମାନେ ଡ୍ରାଇଭରଲେସ୍ ଗାଡି। ଆମର ସେଇ ଟେକ୍ନୋଲୋଜି ଇଣ୍ଡିଆରେ ଏବେ ବି ଏତେ ମାନେ ପପୁଲାର ହେଇନି। তো ବିଜୁ ଜନତା ଦଳ ଏବେ ହଉଛି ଗୋଟେ ଗାଡି ଯାହାର কোনো ଡ୍ରାଇଭର ନାହିଁ, ଗାଡି ଚାଲିଛି। ଆଉ তো ଏମିତି ଡ୍ରାଇଭର ବିନା ଗାଡି ଚାଲିଲେ পরে କଣ ହବ? ଆକ୍ସିଡେଣ୍ଟ ହବ। ଆজ ଏବେ ନା ହେଲେ କିଛି সময় পরে ଆକ୍ସିଡେଣ୍ଟ ହବ। অলরেডি ଗୋଟେ বড় ଆକ୍ସିଡେଣ୍ଟ ହେଇସାରିଛି ନୂଆପଡ଼ାରେ ହାରିଲେ, শুধু হারিলে না নাম্বার 3 କୁ আসলে কংগ্রেস দলে বিজেপি কংগ্রেস, তার লাস্ট হচ্ছে মানে তারপরে হচ্ছে বিজেপি। এটা ଗୋଟେ ଆକ୍ସିଡେଣ୍ଟ। উভয় পক্ষ বিজু জনতা দলର ନେତାମାନେ ଏବେ କହୁଛନ୍ତି ଯେ ଆଉ ବଡ ବଡ ଆକ୍ସିଡେଣ୍ଟ ହବ ଏବଂ ତାରପରେ ହয়তো ଏମିତି ଗୋଟେ ଫ୍ୟାଟାଲ କ୍ରାଶ ବି ହେଇଯିବ, ମାନେ ପୁରା ମୃତ୍ୟୁ। ତ ଏଟାକୁ ରୋକିବାକୁ ପଡିବ, କାହିଁକି ଏମିତି ଡାଇରେକ୍ସନଲେସ୍ ରାଡାରଲେସ୍ ମାନେ কোনো ଇଏ ନାହିଁ, ଚାଲିପାରିବନି, ପାର୍ଟି ଚାଲିପାରିବନି। ତାହେଲେ ପାର୍ଟିଟାକୁ ବଞ୍ଚାଇବାକୁ ପଡିବ। ତ ବଞ୍ଚାଇବାକୁ ହେଲେ କଣ କରିବାକୁ ପଡିବ? ଗୋଟେ ଉତ୍ତରାଧିକାରୀ ମାନେ ଯେ ଲିଡ୍ କରିବ ପାର୍ଟି। তো ଏବେ ମୁଁ ଯାହା ବୁଝୁଛି ପାର୍ଟି ଭିତରେ, ମୁଁ ତ କହିଥିଲି ମୋର ଭିଡିଓରେ ସପ୍ତାହେ ତଳେ କି 10 ଦିନ ତଳେ ଯେ ଗୋଟେ ମୁଡ୍ ତିଆରି ହଉଛି, ହେଇଗଲାନି ପାର୍ଟି ଭିତରେ, ଯେ ପାଣ୍ଡିଆନ ବାବୁର ୱାଇଫ ସୁଜାତା ପାଣ୍ଡିଆନ, ରିଟାୟାର୍ଡ ଆଇଏଏସ୍ ମିଶନ ଶକ୍ତି ଚଲାଉଥିଲେ, ମିସେସ୍ ପାଣ୍ଡିଆନକୁ ଉତ୍ତରାଧିକାରୀ ଘୋଷଣା କରିବା ପାଇଁ, ମାନେ ଏଇଟା ଗୋଟେ ବଡ ଗୋଟେ ଚାଲିଛି। ତାହେଲେ କାହିଁ ହଉନି? କାହିଁକି ମୁଁ କହିଥିଲି ଯେ ଗୋଟେ ଉତ୍ତରାଧିକାରୀ ଯେତେବେଳେ ନବୀନ ବାବୁ ଚୟନ କରିବେ, ସିଲେକ୍ଟ କରିବେ, ডিসাইড କରିବେ, মেন ক্রিটিকাল ফ্যাক্টর হব, মানে ভেরি ইম্পর্টেন্ট, এটা সে হଉଛି যে নবীন বাবু কাহাକୁ বিশ্বাସ କରୁଛନ୍ତି, ଟ୍ରଷ୍ଟ। କାହିଁ ଉତ୍ତରାଧିକାର ସକ୍ସେସର ଯେତେବେଳେ ଆପଣ ডিসাইড କରିବେ, ସେତେବେଳେ ପଲିଟିକ୍ସ ହଉଛି, ପଲିଟିକାଲ କାରଣ ହବ 20%, ଆଉ ଟ୍ରଷ୍ଟ বিশ্বাস সেই ফ্যাক্টরটা হবো 80%। ମୁଁ କାହାକୁ বিশ্বাস କରୁଛି। তো এই পরিস্থিতিরে বর্তমান বিজু জনতা দলে নবীন বাবু কাহাକୁ ট্রাস্ট କରୁଛନ୍ତି? তার পুଅ ଆଉ ଝିଅ ପାଣ୍ଡିଆନ ବାବୁ, କାର୍ତ୍ତିକ ପାଣ୍ଡିଆନ ଆଉ ସୁଜାତା ପାଣ୍ଡିଆନ ରାଉତ। କାହିଁକି ଟ୍ରାଷ୍ଟ ଯଦି ବଡ ଗୋଟେ ଇସ୍ୟୁ କନସିଡରେସନ ନା ହବ, ମାନେ ଯଦି ନା ହେଇଥାନ୍ତା, ଆପଣ ମତେ କହନ୍ତୁ, এই যে বিজু জনতা দলের পলিটিক্যাল আফেয়ার্স কমিটি পিএসসি পুনি গঠন করা হয়েছে, ସବୁଠୁ বড় পলিটিক্যাল পার্টি মানে অর্গানাইজেশন বডি,
বিজু জনতা দল হায়েস্ট বডি উইদিন দ্য পার্টি সেই পিএসি রে বড় ବଡ଼ ନେତା ସିନିୟର ନେତା ଥିବା କଥା ସବୁଠୁ ଇମ୍ପୋର୍ଟାଣ୍ଟ ଆପଣମାନେ ମତେ କହନ୍ତୁ ଯେ ପ୍ରସନ୍ନ ଆଚାର୍ଯ୍ୟ ସେଇ ପିଏସସି ରେ ନାହାନ୍ତି କାହିଁକି ନାହାନ୍ତି ସବୁଠୁ ମାନେ ପୁରାଣା ନେତା ମୁଁ ତ ତାକୁ ଯେତେବେଳେ ବିଜୁ ଜନତା ଦଳ ଫର୍ମ ହେଇଥିଲା 97 98 ସେଇ ଟାଇମରେ ମୁଁ ତ ସେବେଠୁ ତାକୁ ଦେଖୁଛି ପ୍ରସନ୍ନ ବାବୁକୁ ନବୀନ ନିବାସରେ ସେତେବେଳେ ମୁଁ ବି ନବୀନ ନିବାସ ଯାଉଥିଲି ଆଚ୍ଛା ଆଉ ଗୋଟେ କଥା କହନ୍ତୁ ପ୍ରସନ୍ନ ଆଚାର୍ଯ୍ୟକୁ ଛାଡ଼ନ୍ତୁ ରାଜା ସାଇ ନାହାନ୍ତି କାହିଁକି ପିଏସସି ରେ ରାଜା ସାଇ ବଳିଆ ମାନେ ବଡ ସିନିୟର ଏମଏଲଏ ବିଜୁ ଜନତା ଦଳରେ ଅଛନ୍ତି କି ଏତେ ସିନିୟର ଏମଏଲଏ ସେ ନାହାନ୍ତି କାହିଁକି ନାହାନ୍ତି ଏମାନଙ୍କର ସିନିୟରିଟି ନେଇକରି কোনো ପ୍ରଶ୍ନ ନାହିଁ ଏମାନଙ୍କ ଉପରେ ପ୍ରଶ୍ନ ହଉଛି ଯେ ବିଶ୍ୱାସ ନବୀନ ବାବୁର ସେଇ ଟ୍ରଷ୍ଟଟା ଆସ୍ଥାଟା ନାହିଁ ସେୟା ପାଇଁ ସେମାନେ ପିଏସସି ରେ ନାହାନ୍ତି ତାର ଅର୍ଥ କଣ ପିଏସସି ରେ ନାହାନ୍ତି তার অর্থ হচ্ছে এমতি জনে নেতা যাহার উপরে নবীন বাবুর বিশ্বাস নাই সে উত্তরাধিকারী বি হইপারিবে পিএসসি রে যদি না যাই মানে হেবেনি আপন কোন ভাবুଛନ୍ତି যে এমতি জনে নেতা যাহার উপরে পুরো মানে 100% বিশ্বাস নবীন বাবুর নাই সে কোন উত্তরাধিকারী ହେଇଯିବେ মতে লাগুଛି এটা ডিফিকাল্ট হেবা ডিফিকাল্ট তার ভিতরে দাঁড়িয়ে কেবে কথা হচ্ছে যে ট্রাস্ট তো খালি আমি জানিছু পাণ্ডিয়ান বাবু আর পাণ্ডিয়ান বাবুর স্ত্রী উপরে পুଅ ଆଉ ଝିଅ ମୁଁ ତ କହିଥିଲି ପଏଣ୍ଟ ଆଉଟ୍ କରିଥିଲି ଯେ ଏଇ ଯେ ହସ୍ପିଟାଲ ଚିକିତ୍ସା ପରେ ଟ୍ରିଟମେଣ୍ଟ ପରେ ନବୀନ ବାବୁ ଯେତେବେଳେ ଭୁବନେଶ୍ୱରରେ ହସ୍ପିଟାଲରୁ ବାହାରିଲେ କାହାର ହାତ ଧରିକିରି ବାହାରିଲେ ପାଣ୍ଡିଆନ ବାବୁର ହାତ ଧରିକିରି ବାହାରିଲେ ମାନେ ସେ ନବୀନ ବାବୁ ଏତେ ନିର୍ଭରଶୀଳ ପାଣ୍ଡିଆନ ବାବୁ ଉପରେ ତାର ବୟସ ହେଇଗଲାଣି ଦେହ ହয়তো এটা তার নিজের প্রেরোগেটিভ ଆମେ কে କହିବା ଆମେ ଖାଲି ଅବଜର୍ଭ କରୁଛୁ এবং କହୁଛୁ ଯେ ତାର উপর টোটাল ডিপেন্ডেন্স মানে পান্ডিয়ান বাবু স্ত্রী উপরে তাইলে ଏବେ প্রশ্ন হচ্ছে এতে যদি ট্রাস্ট তাইলে আনাউন্সমেন্টটা হଉନି କାହିଁକି ডিসিশনটা পান্ডিয়ান বাবু নবীন বাবু ନଉନାହାନ୍ତି କାହିଁକି হ্যাঁ ଏବେ ବି ତାର ଭିତରେ ପାର୍ଟି ଭିତରେ ଛକା ପଞ୍ଜା ଚାଲିଛି ଲୋକମାନେ ଜାଣିଛନ୍ତି ନେତାମାନେ ଜାଣିଛନ୍ତି ଯେ କିଏ କୋଉଠି କାହାର ଉପରେ ବିଶ୍ୱାସ ମୋର ଜାଣିବାରେ ଏବେ ବି ପ୍ରବଳ ଚେଷ୍ଟା ଚାଲିଛି ଆମର ବବି ଦାସ ସେ ଟ୍ରାଏ କରୁଛନ୍ତି ସେ ବି ଜଣେ ବଡ ନେତା ମନ୍ତ୍ରୀ ଥିଲେ ଏତେ ପାୱାରଫୁଲ ଥିଲେ ପାଣ୍ଡିଆନ ବାବୁର ଘନିଷ୍ଠ ଥିଲେ ଯେତେବେଳେ ସରକାର ବିଜୁ ଜନତା ଦଳ ସରକାରରେ ଥିଲେ ମାନେ ଭେରି ପାୱାରଫୁଲ ଭେରି ଇନଫ୍ଲୁଏନ୍ସିଆଲ ଭେରି ରିସୋର୍ସଫୁଲ ବି ମୁଁ କହିବି ରିସୋର୍ସଫୁଲ ମାନେ ରିସୋର୍ସଟା କଣ ମୁଁ ଏକ୍ସପ୍ଲେନ କରୁନି ବଟ୍ ଏକ୍ସଟ୍ରିମଲି ରିସୋର୍ସଫୁଲ ତାର ଏବେ ଆମ୍ବିସନ ବି ଅଛି ଆସ୍ପିରେସନ ବି ଅଛି ସେ ଏବେ କାଉଣ୍ଟର ଟ୍ରାଏ କରୁଛନ୍ତି ଯେ ସେ ହେବେ ଉତ୍ତରାଧିକାରୀ ସେ ପାର୍ଟି କଣ୍ଟ୍ରୋଲ କରିବେ ପାର୍ଟି ଚଲେଇବେ এবং তার লবি এবং ববি দাসর ইয়ে হচ্ছে যে সুজাতা পান্ডিয়ানকে যদি পলিটিক্সরে রাজনীতিরে আসিবার ଅଛି সে দিল্লি পলান্তু আসছি নেক্সট ইয়ার রাজ্যসভা তার ভিতরে গোটে সিট বিজু জনতা দলর গ্যারেন্টি পলান্তু দিল্লিরে রহন্তু দিল্লিরে রাজনীতি করন্তু উড়িষ্যা নু সামনে কিন্তু এମାନେ মানে তার বিরুদ্ধে ববি দাস বিরোধী গোষ্ঠী ବି অ্যাক্টিভ সেগুলো না এটা কোন চালিয়ে କାହିଁକି ସେମାନଙ୍କର କଥା ଅନୁସାରେ ଏଇଟା ମୁଁ ଶୁଣୁଛି ଏଇଟା ମୋର ଆନାଲିସିସ୍ ଏମାନେ କହୁଛନ୍ତି ଯେ ଆମର ଦରକାର ବିଜୁ ଜନତା ଦଳରେ ଏବେ ଜଣେ ଏକ୍ସପର୍ଟ ମ୍ୟାନେଜର ସେଟା ମୁଁ ବି କହିଥିଲି ଯେ ବିଜୁ ଜନତା ଦଳ ପୂର୍ବରୁ ପ୍ୟାରୀ ମହାପାତ୍ର ଚଲାଉଥିଲେ ତାପରେ ପାଣ୍ଡିଆନ ବାବୁ ଚଲାଉଥିଲେ ଏବେ ଆଉ ଚଲାଇବାର କିଏ ନାହିଁ ନେତା ଅଛନ୍ତି କିନ୍ତୁ ମ୍ୟାନେଜର ନାହାନ୍ତି ତ ଏଇ ଯେ ନୂଆପଡା ଇଲେକ୍ସନରେ ପ୍ରବଳ ଏମାନେ କହୁଛନ୍ତି ନେତାମାନେ ଯେ ପ୍ରବଳ ମିସମ୍ୟାନେଜମେଣ୍ଟ ହେଇଛି ମାନେ ମ୍ୟାନେଜର ନଥିଲେ ମନିଟରିଂ ହଉନଥିଲା ପାର୍ଟି ପୁରା କ୍ରାଶ ଏବଂ ଏମାନର ମାନେ ବବି ଦାସ ବିରୋଧୀ ଲୋକମାନେ ନେତାମାନେ କହୁଛନ୍ତି ଯେ ବବି ଦାସ ଫେଲ କରିଛନ୍ତି ନୂଆପଡା ଏମାନର କଥା ଅନୁସାରେ ଯେ ସ୍ନେହାଙ୍ଗିନୀ ଚୁଡିଆର କ୍ୟାଣ୍ଡିଡେଚର সেটা ববি দাস পুশ করেছিল যে স্নেহাঙ্গিনী চুড়িয়া শুড বি দ্য ক্যান্ডিডেট তো ববি দাসর রেকমেন্ডেশনে ক্যান্ডিডেট দিয়েছিল ଏବେ ଏମାନଙ୍କର ଅଭିଯୋଗ ଯେ ବବି ଦାସ କଣ ପ୍ରମିସ କରିଥିଲେ ମୁଁ ରିସୋର୍ସ ଲଗାଇବି ମୁଁ ଜିତେଇବି ପାର୍ଟିକୁଲାରଲି କୋମନା ବ୍ଲକ ଭେରି କ୍ରିଟିକାଲ ଗୋଟେ ବ୍ଲକ ସେଇଠି କଣ ବବି ଦାସ କହିଥିଲେ ପ୍ରମିସ କରିଥିଲେ ଯେ ମୁଁ 15,000 ଭୋଟର ଲିଡ୍ ଦେବି ବିଜୁ ଜନତା ଦଳ ଶ୍ରେୟାଙ୍ଗିନୀ ଚୁଡିଆ ରେଜଲ୍ଟ ବାହାରିଲା ରେଜଲ୍ଟରେ ଲିଡ୍ ତ ଛାଡ଼ନ୍ତୁ 40,000 ଭୋଟ 40,000 ଭୋଟରେ ବିଜୁ ଜନତା ଦଳ ପଛରେ ଲସ୍ ସେଇମାନେ କହୁଛନ୍ତି ଯେ ସେ ତ ନୂଆପଡାରେ ଫ୍ଲପ୍ ଏ କଣ ଆମର ପାର୍ଟି ଚଲାଇବ କିନ୍ତୁ ଏଇଟା ବି ସତ୍ୟ କଥା ବବି ଦାସ ସିନିୟର ପଲିଟିସିଆନ
ତାର ବି ଆମ୍ବିସନ୍ ଲେଜିଟିମେଟ୍ ଆପଣ କ'ଣ ଆପଣ ଅପୋଜ କରିପାରନ୍ତି ବଟ୍ ୟୁ କ୍ୟାନଟ୍ ସେ ଯେ ଆପଣଙ୍କର ଆମ୍ବିସନ୍ ରହିବା କଥା ନୁହଁ ଆମକୁ ମାନିବା ପଡ଼ିବ କିନ୍ତୁ ଏମାନେ କହୁଛନ୍ତି ଯେ ନା ମାନେ ଅଧିକାଂଶ ନେତା ମୁଁ ଯାହା ବୁଝିଲି ଏମାନେ ମୁଡ୍ରେ ଅଛି ଯେ ନା ଏସବୁ ଚାଲିବନି ଆମର ଗୋଟେ ମ୍ୟାନେଜର ଦରକାର ସେ ମ୍ୟାନେଜର କି ସବୁଠୁ ଆଇଏଏସ୍ ବାଲା ସବୁଠୁ ଭଲ ମ୍ୟାନେଜର ଟ୍ରେଣ୍ଡ ଏକ୍ସପର୍ଟିଜ ଅଛି ପାଠ ପାଠ ପଢିଛନ୍ତି ତ ପ୍ୟାରୀ ବାବୁ ତାରପରେ ପାଣ୍ଡିଆନ ବାବୁ ଏବେ ପାଣ୍ଡିଆନ ବାବୁର ସ୍ତ୍ରୀ ଏମାନେ କହୁଛନ୍ତି ଯେ ଯେମିତି ହେଲେ କରିବାକୁ ପଡିବ ତାର ଗୋଟେ ଇଏ ବି ଅଛି ଲଜିକ ବି ଏମାନେ ଶୁଣନ୍ତୁ ଏମାନେ ବି ନବୀନ ବାବୁ ଯେ ଏବେ ଟାଇମ ନେଉଛନ୍ତି କିମ୍ବା ଅନ୍ୟମାନେ ଯେ ନିଷ୍ପତ୍ତି ଏବେ ବି ଚିନ୍ତା ଭାବନା କରୁଛନ୍ତି ତାର ଗୋଟେ କାରଣ ଅଛି ଏମାନେ ପ୍ରୋଜ ଆଣ୍ଡ କନ୍ ଏବେ ବି ମାନେ ମେଜର କରୁଛନ୍ତି ଯେ କ'ଣ ହବ ରିପାର୍କେସନଟା କ'ଣ ହେଇପାରେ ଏବେ ବି ସେଇ ସବୁ କ୍ୟାଲକୁଲେସନ ଚାଲିଛି ଏଇଟା ମତେ ନେତା ଶୀର୍ଷସ୍ଥାନୀୟ ନେତାମାନେ କହୁଛନ୍ତି ଯେ ଏବେ ଗୋଟେ ରେଜଲ୍ୟୁସନ ହବ ହେବାକୁ ଯାଉଛି ମାନେ ଗୋଟେ ନିଷ୍ପତ୍ତି ହବ କେତେ ଜଲ୍ଦି ହବ ଡେଟ୍ କେବେ ନିଷ୍ପତ୍ତିର ଡେଟ୍ ଆନାଉନ୍ସମେଣ୍ଟ କେବେ ହବ ଏବେ ବି ସେଟା ଜଣା ନାହିଁ କିନ୍ତୁ ଆମେ ଆଶା କରୁଛୁ ଯେ ଜଲ୍ଦି ଜଲ୍ଦି ହେଇଯିବ କାହିଁକି ଏଇଟା ମୁଁ କହିଲି ଆଉ ଘୁଞ୍ଚାଇ ହବନି ଅଧିକା ପାଟି ପୁରା ମାନେ ମୃତ୍ୟୁ ଅବସମ୍ଭାବୀ ତ ଏବେ ବି ଏମାନେ ମାନେ ପ୍ରୋଜ ଆଣ୍ଡ କନ୍ସ ଆଲୋଚନା କରୁଛନ୍ତି ଯେ କ'ଣ କ'ଣ ହେଇପାରେ ଗୋଟେ ଜିନିଷ ହେଇପାରେ যে পান্ডিয়ান বাবুর স্ত্রী ধরুন মানে ମୁଁ ଏବେ ବି এটা ହାଇପୋଥେସିସ୍ ଧରନ୍ତୁ ସୁଜାତା ପାଣ୍ଡିଆନ ଉତ୍ତରସ୍ୱରୀ ମାନେ ଇଣ୍ଡିକେସନ ଆସିଲେ ଯେ ସେ ଉତ୍ତରସ୍ୱରୀ ହେବେ তো କିଛି ନେତା ତ ନିଶ୍ଚୟ ଆପତ୍ତି କରିବେ ଏବଂ ବାହାରିବେ ଷ୍ଟେଟମେଣ୍ଟ ଦେବେ ଧରନ୍ତୁ ଦେବାଶିଷ ସାମନ୍ତରାୟ ଅଲରେଡି କହୁଛନ୍ତି ଆଉ ପୁଣି କହିବେ କ୍ରିଟିସାଇଜ କରିବେ ଯେ ପାର୍ଟି ଗଲା ପାର୍ଟି ସରିଗଲା ଏସବୁ ହବ ଖାଲି ଦେବାଶିଷ ସାମନ୍ତରାୟ କାହିଁକି ଅନ୍ୟମାନେ ବି ବାହାରି ପାରନ୍ତି କିନ୍ତୁ ସେଇଟା ଏମାନେ କହୁଛନ୍ତି ଯେ ଆମର କିଛି ଯାଏ ଆସେନି ଏମାନେ କିଛି ମିଡିଆରେ ଯାଇକରି ମତେ କିମ୍ବା ଅନ୍ୟମାନଙ୍କୁ ଯାଇକରି ସାମ୍ବାଦିକ ମାନଙ୍କୁ କିଛି ଷ୍ଟେଟମେଣ୍ଟ ଦେବେ କିଛି ବାଇଟ୍ ଦେବେ ଓ ହଲ୍ଲା ହବ ତାରପରେ କ'ଣ କିଛି ହବନି କ'ଣ ହବ ଭୋଟ ଓଡ଼ିଶାରେ ଭୋଟ କ'ଣ ଦେବାଶିଷ ସାମନ୍ତରାୟ ପାଖରେ ଭୋଟଟା ଅଛି ନା ଅନ୍ୟମାନଙ୍କ ପାଖରେ ଅଛି ଭୋଟ ଅଛି ଏସେନ୍ସିଆଲି ନବୀନ ପଟ୍ଟନାୟକ ନାଁରେ ଆଉ ବିଜୁ ଜନତା ଦଳ ନାଁରେ ତ ଏମାନେ କହିବେ କିଛି ଟିକେ ହଲ୍ଲା ହବ ଏଣ୍ଟରଟେନମେଣ୍ଟ ହବ ଲୋକମାନେ 5 ଦିନ 10 ଦିନ ଚର୍ଚ୍ଚା ହେବେ ଭୁଲିଯିବେ କାହିଁକି ଏମାନଙ୍କର କ୍ୟାଲକୁଲେସନ ଭେରି ଇଣ୍ଟରେଷ୍ଟିଂ ଏବଂ ଆଜି ମୁଁ ସେଟା ଖୁଲାସା କରୁଛି এই যে যেମାନେ ପାଣ୍ଡିଆନ ବାବୁର ସ୍ତ୍ରୀକୁ ମାନେ ପୁsh କରୁଛନ୍ତି ଯେ ସୁଜାତା ପାଣ୍ଡିଆନ ହିଁ ହେବା ଦରକାର ଆଜ ଇଟ୍ ସୁଜାତା ପାଣ୍ଡିଆନ ଆଇଏଏସ୍ ଚାକିରି ଛାଡି ଯାଇଛନ୍ତି ତାର ବୟସ କେତେ ଏବେ ଆର୍ଲି 50s ହେଇଥିବ ପାଣ୍ଡିଆନ ବାବୁ ଆଉ ଇଏ 52 53 ବୋଧେ ଏଇଟା କ'ଣ ଚାକିରିରୁ ରିଟାୟାରମେଣ୍ଟର ବୟସ କିନ୍ତୁ ସେମାନେ ବୋଥ ଅଫ୍ ଦେମ୍ ଚାକିରି ଛାଡି ଦେଇଛନ୍ତି ତ କିଛି ତ ଗୋଟେ କରିବେ ପଲିଟିକ୍ସ ଇଜ ଆ ଗ୍ରେଟ୍ ଭୋକେସନ ମାନେ କ୍ଷମତା ଥିବ ଇଏ ଥିବ ମାନେ ହାଇ ପ୍ରୋଫାଇଲ ତ ଏମାନେ କହୁଛନ୍ତି ଯେ ସୁଜାତା ପାଣ୍ଡିଆନ ହେଲେ ଗୋଟେ ଭଲ କାହିଁକି ବ୍ୟାକଲାସ୍ ମାନେ ଯଦି ଏଗେନ୍ଷ୍ଟରେ ଲୋକମାନେ ବାହାରିବେ ଧରନ୍ତୁ କ୍ରିଟିସିଜମ ହବ ସମାଲୋଚନା ହବ କିନ୍ତୁ ସେମାନେ ବାଧ୍ୟ ହେଇକିରି ପାର୍ଟି ଭିତରେ ହିଁ ରହିବେ ଯିବେ କୁଆଡେ ଯିବାର ତ ଜାଗା ନାହିଁ ଏମାନେ କ'ଣ ଯିବେ ଭାରତୀୟ ଜନତା ପାର୍ଟିକୁ ଯାଇପାରନ୍ତି ଏମାନେ କହୁଛନ୍ତି ଯେ ଯିବେ ଧରନ୍ତୁ କେହି ଜଣେ ବଡ ନେତା ଅଖୁସି ସୁଜାତା ପାଣ୍ଡିଆନ ହେଲା ପରେ କହିଲେ ନା ନା ମୁଁ ଆଉ ପାର୍ଟିରେ ରହିବିନି ଯିବେ କୋଉଠି ସେ ବୋଧେ ଭାରତୀୟ ଜନତା ପାର୍ଟିକୁ ଯିବେ କିନ୍ତୁ ଭାରତୀୟ ଜନତା ପାର୍ଟି ସାଙ୍ଗରେ টাচରେ ବିଜୁ ଜନତା ଦଳ ଭିତରେ ସବୁଠୁ টাচରେ କିଏ ଅଛନ୍ତି ଲିଙ୍କ ସେଇ ପାଣ୍ଡିଆନ ବାବୁ ଟିକେ ଅଛନ୍ତି ଦିଲ୍ଲୀ ବିଜେପି ସାଙ୍ଗରେ ମାନେ ଷ୍ଟେଟ ବିଜେପି ଛାଡୁନି ଦିଲ୍ଲୀ ବିଜେପି ସାଙ୍ଗରେ টাচରେ ଅଛନ୍ତି ପାଣ୍ଡିଆନ ବାବୁ ଲିଙ୍କ এটা ଏଷ୍ଟାବ୍ଲିଶ ତ ପାଣ୍ଡିଆନ ବାବୁ ଯଦି ଅନୁମତି ନା ଦେବେ ଯେ ଠିକ ଅଛି ଏଇମାନଙ୍କୁ ଆପଣ ମାନେ ନିଅନ୍ତୁ ଆମର ବିଜୁ ଜନତା ଦଳ ନେତାକୁ ଆପଣ ବିଜେପିରେ ନିଅନ୍ତୁ ଆପଣ କ'ଣ ଭାବୁଛନ୍ତି ବିଜେପି କେନ୍ଦ୍ରୀୟ ନେତୃତ୍ୱ ଷ୍ଟେଟ ବିଜେପି କୁ କ୍ଲିୟରେନ୍ସ ଦେବେ ଆପ୍ରୁଭାଲ ଦେବେ ଯେ ଏମାନଙ୍କୁ ନେଇଯାଅ ଏମାନେ କହୁଛନ୍ତି ପାଣ୍ଡିଆନ ବାବୁ ତ ଅଟକେଇ ଦେବେ ଯାଇପାରିବେନି ଏମାନେ ପ୍ଲାସ୍ ଆଉ ଗୋଟେ ମାରାତ୍ମକ ଯୋଜନା ଏମାନେ କରୁଛନ୍ତି ମାନେ କ୍ୟାଲକୁଲେସନ ଏଟା ହଉଛି ପୁରା ପେପରରେ ପଲିଟିସିଆନ ମାନେ ଏସବୁ କରିବେ ଯେ ଏଟା ହେଲେ କ'ଣ ହବ ସେଟା ହେଲେ କ'ଣ ହବ ତ ଏମାନଙ୍କର ଗୋଟେ କ୍ୟାଲକୁଲେସନ ହଉଛି ଯେ ଯେହେତୁ ବିଜେପି ଏବେ ଷ୍ଟେଟରେ ଓଡ଼ିଶାରେ କ୍ଷମତାରେ ଅଛି ତ ପପୁଲାରିଟି ଖସୁଥିବ ଏକ୍ସପେକ୍ଟେଡ ଆଣ୍ଟି ଇନକମ୍ବେନ୍ସି କହନ୍ତୁ ନନ୍ ପରଫରମେନ୍ସ କହନ୍ତୁ ତ ବିଜେପି ଯେତେବେଳେ ଖସିବ ক্ষমতাରେ ରହିବାର ଅଛି 2029 ଇଲେକ୍ସନ ବି ଜିତିବାର ଅଛି ଏବଂ ବିଜେଡି ବି ଖସୁଛି ମାନେ ଗୋଟେ ରାଡାରଲେସ୍ ଡାଇରେକ୍ସନଲେସ୍ ଅବସ୍ଥାରେ ଅଛି ତ ଏମାନଙ୍କର ଇଏ ହଉଛି ଯେ ଲଜିକ ହଉଛି ଯେ ବିଜେପି ଏକୁଟିଆ ପୁଣି ଜିତି ପାରିବେନି ବିଜେଡିର ଏକୁଟିଆ ଭବିଷ୍ୟତ ଏତେ ଭଲ ନୁହଁ ତ ଏମାନେ ପୁଣି ଇଲେକ୍ସନ ପୂର୍ବରୁ ଗୋଟେ ଆଲାଏନ୍ସ ହବ ବିଜେଡି ଆଉ ବିଜେପି ଭିତରେ ଆଲାଏନ୍ସ ହବ ଭୋଟ ସେୟାର ମାନେ ଆପଣ ଭାବନ୍ତୁ 2 ଜଣ ମିଶିଲେ ପଡେ
ଓଡ଼ିଶାର 80% ଭୋଟ ସେୟାର ଉପରେ, ରିସୋର୍ସ ପୁରା ତା ସେମାନଙ୍କ ପାଖରେ, କ୍ୟାଣ୍ଡିଡେଟ୍ ସେମାନଙ୍କ ପାଖରେ, ଲଜିଷ୍ଟିକ୍ ସେମାନଙ୍କ ପାଖରେ। ସେ କହୁଛି ତାହେଲେ ଆମେ ପୁଣି କ୍ଷମତାରେ ପଳେଇ ଆସିବୁ। ମାନେ ବିଜେପି ବଡ ପାର୍ଟନର, ବିଜେଡି ସ୍ମଲାର ପାର୍ଟନର, କିନ୍ତୁ ଅସ୍ତିତ୍ୱର ଲଢାଇ, ଅସ୍ତିତ୍ୱ ମାନେ ବଞ୍ଚିବା ପଡିବ। ତ ଏ ଗୋଟେ ଆଲାଏନ୍ସ ହେଇପାରେ। ତ ଆଲାଏନ୍ସ ହେଲେ ପରେ ସବୁଠୁ କ୍ରିଟିକାଲ ପ୍ଲେୟାର କିଏ ହବ? ବିଜେପି ସାଙ୍ଗରେ ଲିଙ୍କ ରଖିବା, ଆଲାଏନ୍ସ ଇଏ କରିବା, ପୁଣି ପାଣ୍ଡିଆନ ବାବୁ। ତ ପାଣ୍ଡିଆନର ସ୍ତ୍ରୀ ହେଲେ ଅସୁବିଧା କଣ? ପାଣ୍ଡିଆନ ବାବୁ ତ ପ୍ରାୟ ସକ୍ସେସଫୁଲ ହେଇଯାଇଥିଲେ 2024 ଇଲେକ୍ସନ ପୂର୍ବରୁ। ବିଜେଡି ବିଜେପି ଆଲାଏନ୍ସ ତ 90% ହେଇଯାଇଥିଲା ଏବଂ କିଏ ଲିଡ୍ କରୁଥିଲେ ସେ କଥାବାର୍ତ୍ତା କନଭରସେସନ? ପାଣ୍ଡିଆନ ବାବୁ ହିଁ କରୁଥିଲେ। ତ ଏଥର ପୁଣି କରିବେ କାହିଁ? ଏବେ ତ ଅସ୍ତିତ୍ୱର ଲଢାଇ। ବଞ୍ଚିବାକୁ ହେଲେ ବିଜେଡି ফাইনালি অ্যালায়েন্সরে বিজেপি সাংকেরে রইব, তাহলে বিজেডির মানে বড় বড় কোশ্চেন মার্ক অস্তিত্ব উপরে, ফিউচার উপরে। তো এମାନେ କହୁଛନ୍ତି ଯେ ହେବା କଥା। ତ ସେୟା ପାଇଁ ମାନେ ମୋର ଧାରଣା ବର୍ତ୍ତମାନ ସ୍ଥିତିରେ ଲାଗୁଛି ବିଭିନ୍ନ ଫ୍ୟାକ୍ଟର ଆପଣ ଯଦି କନସିଡର କରିବେ। ମୁଁ କହିଲି ପ୍ରଥମେ ଟ୍ରଷ୍ଟ, বিশ্বাস। ନବୀନ ବାବୁ କାହାକୁ বিশ্বাস କରୁଛନ୍ତି? ପାଣ୍ଡିଆନ ଦମ୍ପତିକୁ କରୁଛନ୍ତି, ସୁଜାତା ପାଣ୍ଡିଆନକୁ କରୁଛନ୍ତି। ତାରପରେ ଏଇଟା ଆପଣ ମାନେ ଜାଣିଛନ୍ତି ଯେ ସୁଜାତା ପାଣ୍ଡିଆନ ହେଲେ ପରେ ଓଡ଼ିଆ ଅସ୍ମିତା ଆଉ ନାହିଁ। ଓଡ଼ିଶାର ଝିଅ, କେନ୍ଦ୍ରାପଡ଼ାର ଝିଅ, ଆଡମିନିଷ୍ଟ୍ରେଟର, ବଢିଆ ଏଡୁକେଟେଡ, ମାନେ ସବୁ ଠିକ, টিক মার্ক, পজিটিভ, প্লাস প্লাস প্লাস। তাছাড়া ব্যাকগ্রাউন্ডে বিজেপি কানেকশন, বিজেপির অসুবিধা মানে বিজেপি ସାଙ୍ଗରେ ପାଣ୍ଡିଆନ ବାବୁ ମତେ କହୁ ଯାହା ସବୁ କହୁଛନ୍ତି ଯେ ବଢିଆ ସମ୍ପର୍କ, ମାନେ ଲିଙ୍କଟା କାହାର? ବିଜୁ ଜନତା ଦଳରେ ନବୀନ ବାବୁଙ୍କୁ ଛାଡ଼ିଦେଲେ ପରେ ବିଜେପି ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃତ୍ୱ ସାଙ୍ଗରେ କାହାର ସମ୍ପର୍କ ଅଛି? କେ ଅମିତ ଶାହକୁ ଫୋନ କରିକିରି କଥା ହେଇପାରିବେ ବିଜେଡି ଭିତରେ? ପାରିବେ? ଅন্য ନେତା ମାନେ ପାରିବେ? হ্যাঁ, মিডিয়া, ওড়িশা মিডিয়ারে বড় বড় কথা কইপারନ୍ତି। কার গোটে দম ଅଛି ଯେ ଅମିତ ଶାହକୁ ଫୋନରେ କଥା ହେବେ କି ପିଏମଓ କୁ ଫୋନ କରିକିରି କଥା ହେବେ? ଏମାନର ବକ୍ତବ୍ୟ ଯେ ଖାଲି ନବୀନ ବାବୁ ପାରିବେ ଆଉ ପାଣ୍ଡିଆନ ବାବୁ ବି ପାରୁଛନ୍ତି। ତ ପାଣ୍ଡିଆନ ବାବୁର ସ୍ତ୍ରୀ ହେଇଗଲେ ଉତ୍ତରାଧିକାରୀ। ତ ଏବେ ପ୍ରଶ୍ନ ହଉଛି, ମୁଁ ଏମାନଙ୍କ ସାଙ୍ଗରେ ଆଲୋଚନା କଲା ପରେ ମୁଁ ଯାହା ବୁଝିଲି ଯେ ଉତ୍ତରାଧିକାରୀର ପ୍ରଶ୍ନ ଆଉ মানে অধিকাদিন ঘুঞ্চাই পারিবেনি, ডিলে করি পারিবেনি। কারণ পার্টি নষ্ট হয়েଯିବ ডাইরেকশনে। কর্মী মানে পলাইবে, কর্মী মানে ডিসএনচেন্টেড ଇଏ ହେଇଯିବ। ତ ଗୋଟେ ନିଷ୍ପତ୍ତି ନେବା ପଡିବ। ତ ଏବେ ଫାଇନ ଟ୍ୟୁନିଂ ଚାଲିଛି, ଫିନିସିଂ ଟଚେସ୍ କଣ ହବ କଣ ନା ହବ ଏସବୁ ଚାଲିଛି। ଏବଂ ଏଟା ହେଇପାରେ ଯେ ଗୋଟେ ନିଷ୍ପତ୍ତି ଆନାଉନ୍ସମେଣ୍ଟ ଜଲ୍ଦି ହବ। କେବେ ହବ ମୁଁ ତ ଆଷ୍ଟ୍ରୋଲୋଜର ନୁହଁ, ମୁଁ କହିପାରିବିନି। ଗୋଟେ ବଢିଆ ସୁଯୋଗଟା ଅଛି। এই বোধহয় ডিসেম্বর 26 কি 27 বিজু জনতা দলর ফাউন্ডেশন ডে। এই ফাউন্ডেশন ডে ଗୋଟେ ବଢିଆ ଓକେସନ, ଟିକେ ଡ୍ରାମା ହବ, ଧାମାକା ହବ, ହେଇପାରେ। আবার এটা ବି ହେଇପାରେ ଯେ ନବୀନ ବାବୁ କହିବେ ନା ନା ଏଇ ସମୟ କରିବେ ନା, ଆଉ ଟିକେ ପରେ କରିବେ। କିନ୍ତୁ ହବ, ହେବାକୁ ଯାଉଛି। কে হব দেখাଯାଉ। ବବି ଦାସ ବି ମୁଁ କହିଲି ଟ୍ରାଏ କରୁଛନ୍ତି, ଅନ୍ୟମାନେ ବି হয়তো ଟ୍ରାଏ କରିବେ। କିନ୍ତୁ ପୁଣି ফাইনালি দ্য কোশ্চেন ইজ নবীন বাবুর বিশ্বাস, ট্রাস্ট। দেখাଯାଉ কোন হচ্ছে। তবে ইন্টারেস্টিং ସବୁ হଉଛି এবং ବିଜୁ ଜନତା ଦଳ କ୍ଷମତାରେ ନାହାନ୍ତି କିନ୍ତୁ ନ୍ୟୁଜରେ ଅଛନ୍ତି ଏବଂ ରହିବେ ବେଶ କିଛି ଦିନ। ଆମେ ଫଲୋ କରିବୁ। ଆଜି ପାଇଁ ଏତିକିରେ, ପୁଣି କଥା ହେବି ଆଗାମୀ ଅଧ୍ୟାୟ। ମୋର ଏଇ ୟୁଟ୍ୟୁବ ଚ୍ୟାନେଲ ମୁଁ ରୁବେନ କହୁଛି। লিঙ্ক সেয়ার করন্তু, সবসক্রাইব করন্তু, কমেন্ট সেকশନରେ কমেন্টস ଆଉ ସଜେସନ୍ସ ଦିଅନ୍ତୁ। ବେଲ୍ ଆଇକନ୍ ପ୍ରେସ୍ କରନ୍ତୁ, ନୋଟିଫିକେସନ। ମୁଁ ଯେତେବେଳେ ଭିଡିଓ ଅପଲୋଡ କରିବି ଆପଣ ମାନେ ନୋଟିଫିକେସନ ପାଇଯିବେ ଅଟୋମେଟିକ। ଦ୍ୟାଟ୍ ଇଜ ଭେରି ইম্পর্টেন্ট। খুব জলদি দেখা হবে। নমস্কার। ମୁଁ ରୁବେନ କହୁଛି।